ଅଫିସ ଯାଉଥିବା ପ୍ରତ୍ୟେକ ଲୋକଙ୍କ ଠାରେ ଆଣ୍ଠୁଏ ଯନ୍ତ୍ରଣା ହେବା ବା ପିଠିରେ କଷ୍ଟ ଅନୁଭବ କରିବା ଭଳି ଅନେକ ସମସ୍ୟା ଦେଖା ଦେଇଥାଏ। କାରଣ 7 ରୁ 8 ଘଣ୍ଟା କାମ କରିବା ଭିତରେ ଆମେ କେବଳ ଗୋଟିଏ ଥର ଟିଫିନ ଖାଇବା ପାଇଁ ଉଠିଥାଉ, ବାକି ଚେୟାର ଉପରେ ବସି କାମ କରୁ, ଯାହାକି ପରେ ଅନେକ ସମସ୍ୟା ସୃଷ୍ଟି କରେ। ତେବେ ଆସନ୍ତୁ ଜାଣିବା ଏଥିରୁ କିପରି ଆମକୁ ଆରାମ ମିଳିବ। ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ହେଉଥିବା ପିଠି ଯନ୍ତ୍ରଣା ସମସ୍ୟାକୁ କମ କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ 30 ରୁ 15 ମିନିଟ ନିୟମ ବିଷୟରେ କହିଛନ୍ତି, ଯାହା ଆପଣଙ୍କୁ ବହୁତ ଲାଭ ଦେଇପାରେ। କାମ କରିବା ସମୟରେ ଦୀର୍ଘ ସମୟ ଧରି ବସି ରହିବା ଅଭ୍ୟାସକୁ ଅନେକ ରୋଗ ମୂଳ କାରଣ ବୋଲି ବିବେଚନା କରାଯାଏ। ଅଫିସ କର୍ମଚାରୀଙ୍କୁ ପ୍ରତିଦିନ 8 ରୁ 9 ଘଣ୍ଟା ବସିବାକୁ ପଡିଥାଏ, ଯାହା ବିଷୟରେ ଡାକ୍ତରମାନେ ସତର୍କ କରାଇ ଦିଅନ୍ତି। କାମ କରିବା ସମୟରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଅଭ୍ୟାସ ଧୀରେ ଧୀରେ ଆମ ଶରୀରକୁ ଦୁର୍ବଳ କରିଦିଏ। ସମାନ ସ୍ଥାନରେ ବସିବା ଦ୍ୱାରା ଯୁବପିଢିଙ୍କ ମଧ୍ୟରେ ଗଣ୍ଠି ଏବଂ ପିଠି ଯନ୍ତ୍ରଣା ହେବାର ଆଶଙ୍କା ଅନେକ ଗୁଣ ବଢିଯାଏ। କେବଳ ଏତିକି ନୁହେଁ, ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ମେଦବହୁଳତା, ମଧୁମେହ, ହୃଦରୋଗ ଏବଂ ଗଣ୍ଠି ଯନ୍ତ୍ରଣା ଭଳି ଦୀର୍ଘକାଳୀନ ରୋଗ ହେବାର ଆଶଙ୍କା ମଧ୍ୟ ବଢିଯାଏ। ଏହି ସମସ୍ୟା ମୁଖ୍ୟତଃ ଅଫିସ କର୍ମଚାରୀ ଯେଉଁମାନେ ପିଠି ଯନ୍ତ୍ରଣାରେ ପୀଡ଼ିତ ସେହିମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ତେବେ ଆସନ୍ତୁ ଜାଣିବା କିପରି ଏହାର ସମାଧାନ। ଆମେ 30 ରୁ 15 ମିନିଟ ଭିତରେ ନିୟମ କରିବା ଆବଶ୍ୟକ। ପ୍ରତି 30 ରୁ 40 ମିନିଟ ଉଠିକି କିଛି ସମୟ ଚାଲିବା ଉଚିତ। ଷ୍ଟ୍ରେଚ୍ କରିବା ଏବଂ ସଠିକ ଚେୟାର ଏବଂ ପୋଜିସନରେ ବସିବା ଗୁରୁତ୍ୱପୂର୍ଣ୍ଣ। ଏହି ଛୋଟ ଛୋଟ ପରିବର୍ତ୍ତନ ଗୁଡିକ କେବଳ ପିଠି ଯନ୍ତ୍ରଣାକୁ କାମ କରେ ନାହିଁ, ବରଂ ମାଂସପେଶୀକୁ ମଧ୍ୟ ଆରାମ ଦିଏ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।